শুভ সকাଳ দর্শକ বন্ধু। আজি ହେଉଛି ଅକ୍ଟୋବର ମାସ 16 ତାରିଖ ଗୁରୁବାର। ଚାଲନ୍ତୁ ଦେଖିବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଏମିତି ସବୁଦିନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଖବର। ରାସନ କାର୍ଡଧାରୀଙ୍କୁ ମୁଣ୍ଡ ପିଛା ମିଳିବ 10 କେଜି ଚାଉଳ। ଯଦି ଆପଣ ରାସନ କାର୍ଡରେ ଚାଉଳ ପାଉଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ମୁଣ୍ଡ ପିଛା ଆଉ 5 କେଜି ନୁହେଁ ବରଂ ମିଳିବ 10 କେଜି ଚାଉଳ। ଏନେଇ ଯୋଗାଣ ବିଭାଗ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଖୁବ୍ ଶୀଘ୍ର ଫାଇଲ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି 10 କେଜି ଚାଉଳ ମିଳିଲେ ରାଜ୍ୟର ପ୍ରତିଟି ରାସନ କାର୍ଡଧାରୀ ଏହାର ଲାଭ ପାଇପାରିବେ। ରାଜ୍ୟରେ ଏବେ ପ୍ରାୟ 3 କୋଟିରୁ ଅଧିକ ରାସନ କାର୍ଡ ରହିଛି ଆଉ ମୁଣ୍ଡ ପିଛା 10 କେଜି ଚାଉଳ ମିଳିଲେ ଏହାର ଲାଭ ଏହି 3 କୋଟି କାର୍ଡଧାରୀ ପାଇପାରିବେ ବୋଲି ସୂଚନା ମିଳିଛି। ଆଜିର ଦ୍ୱିତୀୟ ଖବର। ହୁ ହୁ ହୋଇ ବଢ଼ି ଚାଲିଛି ରୂପା ଦର। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ରୂପା ଦର କିଲୋ ପିଛା 2 ଲକ୍ଷ ଟଙ୍କା ଟପିଛି। 2 ଦିନରେ 16,000 ଟଙ୍କା ବଢ଼ିବା ପରେ ଦର 2,06,000 ଟଙ୍କାରେ ପହଞ୍ଚିଛି। ପ୍ରଥମେ ସୋମବାର 7,000 ଟଙ୍କା ଏବଂ ମଙ୍ଗଳବାର ରୂପା କିଲୋ ପିଛା 9,000 ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ରୂପା ଦର ଏତେ ମାତ୍ରାରେ କେବେ ବି ବୃଦ୍ଧି ହୋଇନଥିବା ଦେଖିବାକୁ ମିଳିଛି। କେବଳ ରୂପା ନୁହେଁ, ସୁନା ଦରରେ ବି ବଡ଼ ଧରଣର ବୃଦ୍ଧି ଘଟିଛି। ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା ଦାମ 27 ଟଙ୍କା ବୃଦ୍ଧି ପାଇ 1,17,650 ଟଙ୍କା ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବାରୁ ଏଭଳି ଉତ୍କଟ ସ୍ଥିତି ଉପୁଜିଥିବା ଅନୁମାନ କରିଛନ୍ତି ବଜାର ବିଶେଷଜ୍ଞ। ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ନିବେଶକମାନେ ସୁନାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି, ଯାହା ଦର ବୃଦ୍ଧିରେ ନିଆଁରେ ଘିଅ ଭଳି କାମ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଜିର ତୃତୀୟ ଖବର। ଅନଲାଇନରେ ମିଳିବ ମହାପ୍ରସାଦ। ପୁଣି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୋଠରାଘାତ। ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଫୁଡ୍ ଡେଲିଭରି ଆପ୍ରେ ବିଜ୍ଞାପନ। ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢ଼ା, ମା ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳୀମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ ଅନ୍ନପ୍ରସାଦ ମାତ୍ର 49 ଟଙ୍କାରେ ଉପଲବ୍ଧ ବୋଲି କୁହାଯାଇଛି। ମହାଧାର୍ମିକ କାର୍ତ୍ତିକ ମାସ ସାରା ମାତ୍ର 49 ଟଙ୍କାରେ ଏହି ସୁବିଧା ଏହି ଆପ୍ରେ ମିଳିପାରିବ ବୋଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଭାଇରାଲ ହେଉଛି। ତେବେ 49 ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି 4ଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଛି। ପୂର୍ବରୁ ଶ୍ରୀମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇଛି। ଆଜିର ଚତୁର୍ଥ ଖବର। ପୁଣି ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗା। ପ୍ରଥମେ ସୁପ୍ରିମକୋର୍ଟରେ ଆଉ ଏବେ ଅହମ୍ମଦାବାଦରେ ବିଚାରପତିଙ୍କ ଉପରେ ପଡ଼ିଲା ଚପଲ। କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି B.R. ଗାଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହି ଘଟଣା ସାରା ଦେଶରେ ଏକ ନୂଆ ବିତର୍କ ସୃଷ୍ଟି କରିଥିଲା। ସେହି କଥାକୁ ଲୋକେ ଭୁଲି ନଥିବା ବେଳେ ଏବେ ସେହି ସମାନ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ। ମଙ୍ଗଳବାର ଅହମ୍ମଦାବାଦ ସେସନ୍ସ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ସେହି ବ୍ୟକ୍ତିକୁ ଅଟକ ରଖିଥିଲେ, କିନ୍ତୁ ଜିଲ୍ଲା ଜଜ୍ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ। ଏମିତିକି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ମନା କରିଦେଇଥିଲେ। ରିପୋର୍ଟ ଅନୁସାରେ ଚପଲ ଫିଙ୍ଗିଥିବା ବ୍ୟକ୍ତି ଏକ ମାମଲା ଦାୟର କରିଥିଲେ। ସେ ଯେଉଁମାନଙ୍କ ନାଁରେ ଅଭିଯୋଗ କରିଥିଲେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା। କୋର୍ଟଙ୍କ ଏଭଳି ରାୟ ପାଇଁ ବ୍ୟକ୍ତି ଜଣକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଆଉ ରାଗିଯାଇ ଜଜ୍ଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ପଞ୍ଚମ ଖବର। 21 ନୁହେଁ 20 ତାରିଖରେ ପାଳନ ହେବ ଦୀପାବଳି। ଦୀପାବଳି ଓ ପୟା ଶ୍ରାଦ୍ଧ ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତିମଣ୍ଡପ ପଣ୍ଡିତ ମହାସଭା। 21 ନୁହେଁ 20 ତାରିଖରେ ପୟା ଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ପ୍ରେସମିଟ୍ରେ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ୱାରା ସଂଶୋଧିତ ହୋଇଥିବା ପାଞ୍ଜିଗୁଡ଼ିକରେ ଅକ୍ଟୋବର 20 ତାରିଖ ସୋମବାର ବୋଲି ପ୍ରାଞ୍ଜଳ ଭାବେ ଉଲ୍ଲେଖ ଅଛି। କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋତିର୍ବିଦ ବୋଲାଇ କେତେକ ପ୍ରିଣ୍ଟ ମିଡ଼ିଆ ଓ ଗଣମାଧ୍ୟମରେ ଦୀପାବଳି ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର 21 ତାରିଖ ମଙ୍ଗଳବାର ଦିନ କରିବା ପାଇଁ ପ୍ରଚାର କରୁଛନ୍ତି। ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତା ଅକ୍ଟୋବର 20 ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବ ଶାସ୍ତ୍ରସମ୍ମତ। କାରଣ ତା 21/10/2025 ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ ଅମାବାସ୍ୟା ତିଥି ନାହିଁ। ତେଣୁ ତା 21/10/2025 ମଙ୍ଗଳବାର ଦିନ ଦୀପଦାନ ଶ୍ରଦ୍ଧା କରାଯାଇପାରିବ ନାହିଁ। ଆଜିର ଷଷ୍ଠ ଖବର। ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଭୟଙ୍କର ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଖୋଲିକୋଟ ନୂଆସାହିରେ ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା 3 ମହଲା ଘର। ଘର ଭିତରୁ 3ଟି ପରିବାରର 11 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଖବର ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ 2ଟାରେ ଖୋଲିକୋଟ ନୂଆସାହିରେ ଏକ 3 ମହଲା ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
ନୂଆ ସାହିର ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଏକ ଇଭି ବାଇକ୍ ବ୍ୟାଟେରୀ ଚାର୍ଜରେ ବସିଥିବା ବେଳେ ସର୍ଟ ସର୍କିଟ୍ ହୋଇ ପ୍ରଥମେ ଇଭି ବାଇକ୍ଟି ଜଳି ଯାଇଥିଲା। ଏହାପରେ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ଏହାପରେ କିଛି ସମୟ ପରେ ସିଲିଣ୍ଡରଟି ଫାଟି ଯାଇଥିଲା, ଯାହାଫଳରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା। ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସାହି ବାସିନ୍ଦା ଘରୁ ବାହାରି ଆସିଥିଲେ। ସେହି ଘରେ ରହୁଥିବା 3ଟି ପରିବାରର 11 ଜଣ ସଦସ୍ୟଙ୍କ ମଧ୍ୟରୁ 2 ଶିଶୁ ରହିଥିବା ବେଳେ ଅନ୍ୟ 4 ଜଣ ବାରି ପଛପଟ ରାସ୍ତା ଦେଇ ଜୀବନ ବିକଳରେ ବାହାରକୁ ଦୌଡ଼ି ଆସିଥିଲେ। ଅନ୍ୟ 6 ଜଣଙ୍କୁ ଅଗ୍ନିଶମ ବାହିନୀ ଘର ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଆଜିର ସପ୍ତମ ଖବର। ସାନ ଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ୱିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର। ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏ ପ୍ରସଙ୍ଗରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡ଼ିଶାର ଦ୍ୱିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରାଠାରେ ପ୍ରାୟ 134 ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ। ବୈଠକରେ ଏହି କେନ୍ଦ୍ର ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ ଟୁରିଜିମ୍ ଏବଂ ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ନିର୍ମାଣ କରାଯିବା ଉପରେ ଆଲୋଚନା ହୋଇଛି। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ୍ ଗାର୍ଡେନର ଅନୁଭୂତି ପ୍ରଦାନ କରିବ। ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ୍ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କ୍ୟାକ୍ଟସ୍, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ। ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଫର୍ନ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥାନ ନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ। ଏହି ନିର୍ମାଣ କାର୍ଯ୍ୟ 2027 ସୁଦ୍ଧା ସମାପ୍ତ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି। ଆଜିର ଅଷ୍ଟମ ଖବର। ଓଡ଼ିଶାରୁ ବିଦାୟ ନେଲା ମୌସୁମୀ। ଚଳିତ ବର୍ଷ ନିର୍ଦ୍ଧାରିତ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ତେବେ ଓଡ଼ିଶାରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 24 ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ମୟୂରଭଞ୍ଜ, ଦେଓଗଡ଼, କେଉଁଝର, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ାର କିଛି ସ୍ଥାନରୁ ଲେଉ ଟାଣି ନେଇଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ। ଅନ୍ୟ 14 ଜିଲ୍ଲାରୁ ଆଦୌ ମୌସୁମୀ ଅପସାରଣ ହୋଇନାହିଁ। ପାଗ ଅନୁକୂଳ ଅଛି। 24 ଘଣ୍ଟାରେ ବିଦାୟ ନେବ ମୌସୁମୀ। ଏଥିସହିତ ଆଗାମୀ 5 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି। ଆଜିର ନବମ ଖବର। ଅବସର ନେବେ କି ବିରାଟ ଏବଂ ରୋହିତ ଶର୍ମା? ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଅଷ୍ଟ୍ରେଲିଆ ଗସ୍ତ ପରେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ଭାରତୀୟ କ୍ରିକେଟର 2 କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲି। ଆଉ ଏବେ ଏହି ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା। ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ନିକଟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା ଯେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଦିନିକିଆ ସିରିଜ୍ ପରେ ଭାରତର 2 ବଡ଼ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ରାଜୀବ ଶୁକ୍ଲା। ସେ କହିଛନ୍ତି ବିରାଟ ଓ ରୋହିତ ଦୁହିଁଙ୍କ ଟିମ୍ରେ ରହିବା ଦଳ ପାଇଁ ଖୁବ୍ ଲାଭଦାୟକ। ଏମାନଙ୍କ ଉପସ୍ଥିତିରେ ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହେବ। ସିରିଜ୍ ଶେଷରେ ଏମାନଙ୍କର ଅବସର ନେବା କଥା ଆଦୌ ନାହିଁ। ସେମାନେ କେବେ ଅବସର ନେବେ ଏହା ସେମାନଙ୍କ ନିଜ ନିଷ୍ପତ୍ତି ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସେମାନଙ୍କ ଶେଷ ସିରିଜ୍ ହେବା କହିବା ସମ୍ପୂର୍ଣ୍ଣ ଭୁଲ ହେବ। ଆମକୁ ଏପରି ମାମଲାରେ ଜଡ଼ିତ ହେବା ଉଚିତ ନୁହେଁ। କେବେ ଅବସର ନେବା ଖେଳାଳିମାନଙ୍କ ପାଇଁ ଏକ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଆଜିର ଦଶମ ଖବର। ଆକର୍ଷଣ ହେବ ନୂତନ ଯାତ୍ରୀ କେନ୍ଦ୍ର। ଆଗକୁ ଶୀତ ଋତୁ। ପୁରୀରେ ଗହଳି ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ପାଇଁ ନୂଆ ଆକର୍ଷଣ ହେବ ନୂତନ ଯାତ୍ରୀ କେନ୍ଦ୍ର। ଏହା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣ ହେଉଛି। ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ଦର୍ଶନ ଲାଗି ଉନ୍ମୁକ୍ତ କରାଯିବ। ଏହା ମନ୍ଦିରକୁ କେବଳ ରଥଯାତ୍ରା ସମୟରେ ଖୋଲାଯାଉଥିଲା, ବାକି ସମୟରେ ଏହାକୁ ବନ୍ଦ କରାଯାଇଥାଏ। ପୁରୀ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସଠାରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରକଳ୍ପ, ସାଂସ୍କୃତିକ ଏବଂ ବୈଷୟିକ ସବ୍ କମିଟିର ଯୁଗ୍ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 15 ଜଣ ସଦସ୍ୟଙ୍କୁ ନେଇ ଏହି କମିଟିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀ ଜଗନ୍ନାଥ ଧାମକୁ ଏକ ଶ୍ରେଷ୍ଠ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ପ୍ରକଳ୍ପକୁ ନେଇ ସାଂସ୍କୃତିକ ଏବଂ ବୈଷୟିକ ଦିଗ ପ୍ରତି ଆଲୋଚନା କରାଯାଇଛି।